भाई और भौणी मान मोर नमस्कार। दर्शक बंधु आपन देखंतु जो माने कहउछन्ति कि सिगरेट एवं तंबाकू वर्जन हो गलानी सरकार आईन आन देलानी ताकू नै कि चारियाडे सिगरेट प्रेमी मानक मध्यरे एक प्रकार छनका पसलानी। दर्शक बंधु मु गोटे कथा कहि रखियाउ चाहे कि जदि आपण सरकार को भय करिकि किंबा फाइन को भय करिकि सिगरेट टाणिया प्रति दूरे रहबे सेटा भूल। कारण आपण थर भाबंतु सिगरेट एवं तंबाकू हम देह पय बहुत क्षतिकारक। ଆପଣ ଚାହିଁଲେ ଏଇ ଭିଡିଓ ଦେଖିପାରିବେ ଯୋଉଥିରେ କି ଏଇ ଅଭିନେତା ଜଣକ କହୁଛନ୍ତି କେମିତି ସିଗରେଟ ଏବଂ ତମ୍ବାଖୁ ତାଙ୍କ ଜୀବନଟା ବଦଳେଇ ଦେଲା। ଅର୍ଥାତ୍ ସେ ବହୁତ ଖୁସିରେ ରହୁଥିଲେ କିନ୍ତୁ ତମ୍ବାଖୁ ଏବଂ ସିଗରେଟ ଯୋଗୁ ସେ କଣ ହେଲା ନା କ୍ୟାନ୍ସରରେ ପୀଡିତ ହେଇକି ତାଙ୍କ ଜୀବନ ଛାରଖାର ହେଇଗଲା ଏବଂ ସେ ମରୁ ମରୁ ବଞ୍ଚିଗଲେ। ତେଣୁ ତାଙ୍କର ଯୋଉ ଆପଣ ଦେଖିପାରୁଥିବେ ଭିଡିଓରେ ତାଙ୍କ ମୁହଁଟା ବହୁତ ମାନେ ଅବସ୍ଥା ବହୁତ ଖରାପ ହେଇଯାଇଛି। ଦର୍ଶକ ବନ୍ଧୁ ସିଏ ଆପଣ ଦେଖୁଥିବେ ଆଗରୁ ବହୁତ ଫିଲ୍ମ ବାହାର କରୁଥିଲେ ଏବଂ ସିରିଏଲରେ ଅଭିନୟ କରୁଥିଲେ କିନ୍ତୁ ତାଙ୍କର କ୍ୟାନ୍ସର ଯୋଗୁ ତାଙ୍କର ଧୀରେ ଧୀରେ ତାଙ୍କର ଯୋଉ କ୍ୟାରିୟରଟା ଶେଷ ହେଇଗଲା ଏବଂ ସେ ସମସ୍ତଙ୍କୁ ଚେତେଇ ଦେଇଛନ୍ତି କି ଏଇଭଳି ଭୁଲ କେବେ ବି କରନ୍ତୁ ନାହିଁ। ଦେଖନ୍ତୁ ଦର୍ଶକ ବନ୍ଧୁ ଆପଣ ଶୁଣିଥିବେ ଅଧିକାଂଶ ଲୋକ କୁହନ୍ତି କି ଏଇଟା କୋଟିଏ କୋଟିଏ ଲକ୍ଷ ଲକ୍ଷ ଲୋକ ସିଗରେଟ ଆଣୁଛନ୍ତି କାରଣ ସମସ୍ତଙ୍କୁ କ୍ୟାନ୍ସର ହଉନି। ଦେଖନ୍ତୁ ଦର୍ଶକ ବନ୍ଧୁ ସମସ୍ତେ ସିଗରେଟ ଆଣୁଥିବେ କି ସମସ୍ତେ ମଦ ପିଉଥିବେ କି ସମସ୍ତେ ତମ୍ବାଖୁ ସେବନ କରୁଥିବେ କିନ୍ତୁ ତା ଅର୍ଥ ସମସ୍ତେ କ୍ୟାନ୍ସର ହବ ବୋଲି। କିନ୍ତୁ ସେଥିରୁ 10% କି 5% ଲୋକ ଯଦି କ୍ୟାନ୍ସର ହେଇଗଲା ତାହେଲେ ଭାବନ୍ତୁ ଯଦି ସେ 5% ଭିତରେ କି 10% ଭିତରେ ଆପଣ ରହିଗଲେ ତେବେ ଆପଣ ଏବଂ ଆପଣଙ୍କ ପରିବାର ପୁରା ଛାରଖାର ହେଇଯିବ। ହଁ ଲକ୍ଷ ଲୋକ କ୍ୟାନ୍ସର ନ ହଉ କିନ୍ତୁ ଯଦି ଆପଣଙ୍କୁ କ୍ୟାନ୍ସର ହେଇଗଲା ତେବେ ଆପଣଙ୍କ ଜୀବନ ବର୍ବାଦ ହେଇଯିବ। ଆପଣଙ୍କର ଯୋଉ ଭବିଷ୍ୟତ ଛାରଖାର ହେଇଯିବ ଆପଣଙ୍କର ପରିବାର ଉଜୁଡିଯିବ। ଏଇ କଥା ଆପଣ ଭାବନ୍ତୁ। ତେଣୁ ଯିଏ ବି କହୁଛି କି ଦର୍ଶକ ବନ୍ଧୁ ମୋର କ୍ୟାନ୍ସର ହଉନି କି ଏତେ ଲକ୍ଷ ଲୋକ କ୍ୟାନ୍ସର କାହିଁକି ହଉନି ସେମାନଙ୍କୁ ଆପଣ ଭୁଲନ୍ତୁ ନାହିଁ। ଆପଣ କେବଳ ଗୋଟେ କଥା ମନେ ରଖନ୍ତୁ କି କ୍ୟାନ୍ସର କାହାକୁ ହେଇପାରେ କେତେବେଳେ ହେଇପାରେ ଏଇଟା ଭାଗ୍ୟ କଥା କିନ୍ତୁ ଆପଣ ଯେତେ ସମ୍ଭବ ଏଇ ସବୁ ଖରାପ ଏବଂ ବଦ ଅଭ୍ୟାସ ଟା ଦୂରେ ରୁହନ୍ତୁ। ଖାସ କରିକି ସିଗରେଟ ତମ୍ବାଖୁ ଯୋଉଟା ଆମେ କହୁଛେ ପାନ ଗୁଟଖା ସେଇଥିରୁ ଯେତେ ମାତ୍ରାରେ ଦୂରେଇବେ ସେତେ ଦୂର ଆପଣଙ୍କ ପାଇଁ ସ୍ୱାସ୍ଥ୍ୟ ପାଇଁ ଭଲ ହବ। ଦର୍ଶକ ବନ୍ଧୁ ଏଇ ଛୋଟିଆ ଭିଡିଓଟାରେ ମୁଁ ଆପଣଙ୍କୁ କେବଳ ସଚେତନ କରିବା ପାଇଁ ବାର୍ତ୍ତା ଦେଲି। ଦର୍ଶକ ବନ୍ଧୁ ଏଇ ଭିଡିଓଟା ଆଜି କେମିତି ଲାଗିଲା ଆମକୁ କମେଣ୍ଟ ସେକ୍ସନ ନିଶ୍ଚୟ ଜଣାଇବେ। ସମସ୍ତଙ୍କୁ ନମସ୍କାର।